ସତରେ ତ ଡାକି ଦେଉଥିଲେ ମା ଓ କରୁଥିଲେ। ସତରେ ତ ରାତି ଅଧରେ ମା ଦର୍ଶନ ଦେଉଥିଲେ। ସତରେ ତ ମା ଡମଣେଇ ଘୋଡ଼ା ଉପରେ ବସି ଲୋକଙ୍କର ସୁଖ ଦୁଃଖ କଥା ବୁଝିବାକୁ ରାତି ଅଧରେ ବୁଲୁଥିଲେ। ତାହେଲେ ସମ୍ପୂର୍ଣ୍ଣ ଖବରଟି ଜାଣିବାକୁ ହେଲେ ଭିଡିଓଟି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର। ଓଡ଼ିଶା ରାଜ୍ୟ ଓଡ଼ିଶାର ପୂର୍ବ ଭାଗରେ ଖୋର୍ଦ୍ଧା ଜିଲ୍ଲା ଅବସ୍ଥିତ। ଖୋର୍ଦ୍ଧା ଜିଲ୍ଲାର ମିନି ଇଣ୍ଡିଆ ବୋଲାଉଥିବା ଏକ ଛୋଟ ସହରଟିଏ। ସହରଟିର ନାଁ ହେଲା ଜଟଣୀ ସହର। ଜଟଣୀ ସହରର ମଧ୍ୟ ଭାଗରେ ମା ଡମଣେଇଙ୍କର ଏକ ଭବ୍ୟ ମନ୍ଦିର ଅବସ୍ଥିତ। ଦର୍ଶକ ବନ୍ଧୁ, ଦିନକର କଥା, ପୁରୀରୁ ଏକ ଯାତ୍ରୀବାହୀ ବସ୍ ଜଟଣୀ ଅଭିମୁଖେ ଯାତ୍ରା କରୁଥିଲା। ଏହି ବସରେ 40ରୁ 50 ଲୋକ ବସିଥିଲେ। ବସଟି ଆମର ଜଟଣୀ ବସଷ୍ଟାଣ୍ଡକୁ ଆସୁଥିଲା। ଷ୍ଟପେଜ ପରେ ଷ୍ଟପେଜ, ଷ୍ଟପେଜ ପରେ ଷ୍ଟପେଜ, ଏମିତି ପ୍ରତ୍ୟେକ ଷ୍ଟପେଜରେ ଲୋକ ବସୁଥିଲେ ଆଉ ଓହ୍ଲାଉଥିଲେ, ବସୁଥିଲେ ଆଉ ଓହ୍ଲାଉଥିଲେ। ବସଟି ଆଜ୍ଞା ଧୀରେ 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 ତା ଗନ୍ତବ୍ୟ ସ୍ଥଳ ଆଡ଼କୁ ଆଗେଇ ଚାଲିଲା। ଏମିତି ଆସୁ ଆସୁ ହଠାତ୍ ବର୍ଷା ଝିପି 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 ଲାଗିଛି। ଝିପି ଝିପି ବର୍ଷା ହେବା ଭିତରେ ବସଟିକୁ ଆଜ୍ଞା ରାତି 10ଟି ହେଇଗଲା। ଯେତେବେଳେ ବସ୍ ଷ୍ଟାଣ୍ଡରେ ଆସି ପହଞ୍ଚିବା କ୍ଷଣି ଡ୍ରାଇଭର ଆଉ କଣ୍ଡକ୍ଟର ବସ୍ ପଛକୁ ଅନେଇଛନ୍ତି। ବସ୍ ପଛରେ ଏକ ଲାଲ ରଙ୍ଗର ଏକ ଶାଢ଼ୀ ପିନ୍ଧି ସ୍ତ୍ରୀ ଜଣେ ବଇଛି। ତାକୁ ପଚାରିଲେ, ମ୍ୟାଡାମ ଆପଣ କଣ ଓହ୍ଲେଇବେନି ବସରୁ? ସେ କହିଲେ, ଏକ ଗମ୍ଭୀର ଭାବରେ କହିଲେ, ନା, ମୁଁ ଏ ଆଗରେ ଥିବା ବ୍ଲକ ଛକ ପାଖରେ ଯୋଉ ଥିବା ଗୋଟେ ଡମଣେଇ ଗଛ, ମୁଁ ସେ ପାଖକୁ ଯିବି। ତେଣୁ କହିଲେ, ତେଣୁକରି ରାତି ହେଇଯାଇଥିଲା ଆଜ୍ଞା 10ଟା। ଡ୍ରାଇଭର କଣ୍ଡକ୍ଟର କଣ କଲେ, ଆମ ବସ୍ ଷ୍ଟାଣ୍ଡରୁ ବ୍ଲକ ଛକ ପଟୁ ଆଗକୁ ଆଜ୍ଞା ଗାଡିଟି ଧୀରେ ଧୀରେ ଗଡେଇଲେ। ଗାଡି ଧୀରେ 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 ଯେତେବେଳେ ଆଜ୍ଞା ବ୍ଲକ ଛକ ପଟେ ଆସିଲା, ଠିକ ଡମଣେଇ ଛକକୁ ଆସିଛି। ଯେତେବେଳେ ଡ୍ରାଇଭର କଣ୍ଡକ୍ଟର ପଛକୁ ଅନେଇ ଦିଅନ୍ତି, ପଛ ସିଟରେ ଆଜ୍ଞା ଯୋଉ ମହିଳା ଜଣକ ବସିଥିଲେ, ସେ ମହିଳା ଆଉ ନାହିଁ। କାହିଁକି ନା ତାଙ୍କ ସିଟରେ ଦିପଟ ଶଙ୍ଖା ଆଉ ଗୋଟେ ଲାଲ ଶାଢ଼ୀ ଅଛି। ସେ ଦି ଜଣଙ୍କ ଆଖିରୁ ଠପ ଠପ କି ଲୁହ ବହିଗଲା। ସେ କହିଲେ, ମା ଲୋ ମା, ତୁ ଆଉ କେହି ନୁହେଁ ଲୋ ମା, ତୁ ହଉଛୁ ଆମ ଏ ଜଟଣୀ ସହରର ଆରୋଗ୍ୟ ଦେବତା ମା ଡମଣେଇ ମା। ସତରେ ମା, ତତେ ଆଜି ଦର୍ଶନ କରି ଆମେ ଅତ୍ୟନ୍ତ ସୁଖ ଲାଭ କରୁଛୁ। ମା ଲୋ ମା, ତୁ ଏମିତି ଲୋକଙ୍କର ଦୁଃଖ ବୁଝୁଛୁ ବୋଲି ଆମେ କେତେ ଭାବି ନଥିଲୁ। ଦର୍ଶକ ବନ୍ଧୁ, ମା ଡମଣେଇକୁ ଯିଏ ସେଦିନଠୁ ଡାକୁଥିଲେ ମା ଡମଣେଇ ଓ କରୁଥିଲେ, ଏ ଥିଲା ଆଜ୍ଞା ସତ୍ୟ ଘଟଣା। ଆମ କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ଆମ ଚ୍ୟାନେଲକୁ ନିଶ୍ଚୟ ଲାଇକ୍ କରିବେ ଆଉ ସେୟାର କରିବେ। ଜୟ ଜଗନ୍ନାଥ, ରହୁଛି, ନମସ୍କାର।